ॐ जं ब्रह्मा वरुणेन्द्ररुद्रमरुतः स्तुन्वन्ति दिव्यैस्तवैः वेदैः सङ्गक्रमोपनिषदैः गायन्ति जं सामगाः ध्यानावस्थितं तद्गतेन मनसा पश्यन्ति जं योगिनः यस्यान्तं न विदुः सुरासुरगणाः देवाय तस्मै नमः। ॐ शान्ताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभाङ्गं लक्ष्मीकान्तं कमलनयनं योगिभिर्ध्यानगम्यं वन्दे विष्णुं भवभयहरं सर्वलोकैकनाथम्। ॐ गीतासुगीतकर्तव्या किमन्यैः शास्त्रविस्तरैः जा स्वयं पद्मनाभस्य मुखपद्मात् विनिसृता सर्वोपनिषदो गावः दुग्धा गोपालनन्दनाः पार्थवत्सा सुधीर्भुक्ता दुग्धं गीतामृतं महत्। আজি এই ଶ୍ରୀମଦ୍ ଭଗବତ୍ ଗୀତା ଯାହା ଭଗବାନଙ୍କ ମୁଖ ନିଃସୃତ ବାଣୀ 18 ଦିନ ମହାଭାରତ ଯୁଦ୍ଧ ଭିତରେ 18 ଅଧ୍ୟାୟ ଭିତରେ ଅର୍ଜୁନ ବିଷାଦ ଯୋଗ ନିକଟରୁ ଆରମ୍ଭ କରି ଆତ୍ମସନ୍ନ୍ୟାସ ଯୋଗ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ମହାଜ୍ଞାନକୁ ଆଲୋଚନା କରିବା ପାଇଁ ଭଗବାନ କୃଷ୍ଣ ଯେତେବେଳେ ନିଜକୁ ପ୍ରସ୍ତୁତ କରି ନେଇଛନ୍ତି, ଧନୁର୍ଧାରୀ ଅର୍ଜୁନଙ୍କ ନିକଟରେ ନିଜର ବକ୍ତବ୍ୟକୁ ଉପସ୍ଥାପନ କରିବା ପାଇଁ ଯେତେବେଳେ ସତତ ଜାଗ୍ରତ ହୋଇଛନ୍ତି, ଯୁଦ୍ଧକ୍ଷେତ୍ର ଭିତରେ ବ୍ରହ୍ମଜ୍ଞାନର ଉପସ୍ଥାପନ ଘଟୁଛି, ସେତେବେଳେ ପ୍ରଥମ ଅଧ୍ୟାୟ ଅର୍ଜୁନ ବିଷାଦ ଯୋଗ ଧୃତରାଷ୍ଟ୍ରଙ୍କର ପ୍ରଶ୍ନ ଉତ୍ତରକୁ ପ୍ରଦାନ କରିବା ପାଇଁ ଉଭୟ ଗୁଣରେ ଦକ୍ଷତା ଅର୍ଜନ କରିଥିବା ସଞ୍ଜୟ ସମ୍ୟକ୍ ଭାବରେ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧକ୍ଷେତ୍ରର ସମସ୍ତ ଚିତ୍ର ପ୍ରଦାନ କରି ନିମ୍ନ ବର୍ଣ୍ଣନା ପ୍ରଦାନ କରିଛନ୍ତି ଏବଂ ଯାହା ସେ ଯୁଦ୍ଧକ୍ଷେତ୍ରରେ ଦେଖୁଛନ୍ତି, ଯୁଦ୍ଧକ୍ଷେତ୍ରର ସେ ସମସ୍ତ ପ୍ରକାର ବର୍ଣ୍ଣନାକୁ ସଠିକ୍ ଉପାୟରେ ଯେତିକି ଅନୁଭବ କରିଛନ୍ତି ସେତିକି ଧୃତରାଷ୍ଟ୍ରଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବରେ ସମ୍ପାଦନ କରିଛନ୍ତି। ଉଭୟ ଦର୍ଶନ ଏବଂ ଶ୍ରବଣ କ୍ଷମତାରେ ପରିପୂର୍ଣ୍ଣ ଥିବା ସଞ୍ଜୟ ଆଜନ୍ମ ଅନ୍ଧ ଥିବା ଧୃତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧଭୂମି ଭିତରର ସମସ୍ତ ଚିତ୍ର ପ୍ରଦାନ କରିବା ପାଇଁ ଦାୟିତ୍ୱ ନେଇଛନ୍ତି। ସେ କ୍ରମରେ ଅର୍ଜୁନ ବିଷାଦ ଯୋଗ ପ୍ରଥମ ଅଧ୍ୟାୟ ସଞ୍ଜୟ ଉବାଚରେ ଆମେ ଆଜି ଚତୁର୍ଥ ଶ୍ଲୋକ ନିକଟରେ ପହଞ୍ଚିଛନ୍ତି। ଅତ୍ର ସୁରାଃ ମହେଶ୍ୱାସାଃ ଭୀମାର୍ଜୁନ ସମାଯୁଧି ଯୁଯୁଧାନ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥାଃ। ଅତ୍ର ସୁରାଃ, এই ଯୁଦ୍ଧକ୍ଷେତ୍ରରେ ବୀର ପୁରୁଷମାନେ ଉପସ୍ଥିତ ହୋଇଗଲେଣି। ଶୌର୍ଯ୍ୟରେ ପୂର୍ଣ୍ଣ ହୋଇଥିବା ପୁରୁଷମାନେ, ବୀରତ୍ୱରେ ପୂର୍ଣ୍ଣ ହୋଇଛନ୍ତି, ଯୁଦ୍ଧକ୍ଷେତ୍ର ପାଇଁ ନିଜକୁ ସମର୍ପିତ କରିସାରିଛନ୍ତି, ଅକ୍ଷୌହିଣୀ ସେନା ଭିତରେ ନିଜକୁ ଯୋଗ୍ୟ କରାଇ ସାରିଛନ୍ତି। ରଥାରୋହୀ, ଗଜାରୋହୀ, ଅଶ୍ୱାରୋହୀ, ପଦାତିକ ଆଦି ସୈନ୍ୟ ବାହିନୀ ଭିତରେ ନିଜକୁ ସମର୍ପିତ କରିସାରିଛନ୍ତି ଏବଂ ଯୁଦ୍ଧକ୍ଷେତ୍ରରେ କାହାର ବିଜୟ ହେବ, କାହାର ପରାସ୍ତ ହେବ ବା କିଏ ପରାଜୟ ହେବ, ଏ ଚିନ୍ତାଧାରା ଭିତରକୁ ନ ଯାଇ ନିଜକୁ ନିଜେ ଯୁଦ୍ଧକ୍ଷେତ୍ରର ନିର୍ଣ୍ଣାୟକ ପରିସୀମା ଭିତରେ ପ୍ରବେଶ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି। ଗୋଟିଏ ପାଖରେ କୌରବ ପକ୍ଷର ସେନା, ଅନ୍ୟ ପାର୍ଶ୍ୱରେ ପାଣ୍ଡବ ପକ୍ଷର ସେନା। ସ୍ୱୟଂ ଭଗବାନ କୃଷ୍ଣ, ଯାହାଙ୍କର ମୁଖ୍ୟ ଆୟୁଧ ହେଉଛି ଚକ୍ର, ସୁଦର୍ଶନ ଚକ୍ର ହେଉଛି ତାଙ୍କର ଆୟୁଧ। ଅନ୍ୟାନ୍ୟ ଅସ୍ତ୍ର ମଧ୍ୟ ସେ ଧାରଣ କରିଥାନ୍ତି, ଶଙ୍ଖ, ଗଦା, ପଦ୍ମ ଏସବୁ ବିଷୟ ଧାରଣ କରିଥାନ୍ତି। ଚତୁର୍ଭୁଜରେ ଚତୁର୍ବିଷୟକୁ ଧାରଣ କରିଥିବା ଭଗବାନ କୃଷ୍ଣଙ୍କର ପ୍ରମୁଖ ଅସ୍ତ୍ର ହେଉଛି ସୁଦର୍ଶନ ଚକ୍ର। ସେଥିପାଇଁ ଏହି ବର୍ଣ୍ଣନାରେ ହୁଏତ ଏତିକି ଗ୍ରହଣ କରିଲେ ଠିକ୍ ହେବ ଯେ ଚକ୍ର ହସ୍ତସ୍ଥ ଭଗବାନ କୃଷ୍ଣ ସେଦିନ ଶଙ୍ଖ ନାଦରେ ମହାଭାରତ ଯୁଦ୍ଧକୁ ଆରମ୍ଭ କରିବା ପାଇଁ ଯିବେ, ଯାହାର ବର୍ଣ୍ଣନା ପରବର୍ତ୍ତୀ ସମୟରେ ଆସିବ। ତେବେ ପ୍ରସଙ୍ଗ ହେଉଛି ଏଠି ଯେଉଁମାନେ ଉପସ୍ଥିତ ହୋଇଛନ୍ତି ସେମାନଙ୍କର ଶାରୀରିକ ସ୍ଥିତି, ସେମାନଙ୍କର ମାନସିକ ସ୍ଥିତି, ସେମାନଙ୍କର ବର୍ଣ୍ଣନା କେମିତି ଅଛି,
କେଉଁ ପରିସ୍ଥିତିରେ ସେମାନେ ଉପସ୍ଥିତ ହୋଇଛନ୍ତି ଏ କଥାକୁ ବର୍ଣ୍ଣନା କଲାବେଳେ ଦେଖିବାକୁ ମିଳେ। ଅତ୍ର ସୁରାଃ ମହେଶ୍ୱାସାଃ ମହାନ ଆଶ୍ୱାସନା ପ୍ରଦାନକାରୀ ଯୋଦ୍ଧାମାନେ ଉପସ୍ଥିତ ହୋଇଗଲେଣି। ସେମାନେ ଆଶ୍ୱାସନା ପ୍ରଦାନ କରୁଛନ୍ତି, ସେମାନେ ଧୈର୍ଯ୍ୟ ପ୍ରଦାନ କରୁଛନ୍ତି, ଶୌର୍ଯ୍ୟ ପ୍ରଦାନ କରୁଛନ୍ତି। ଯୁଦ୍ଧ କ୍ଷେତ୍ରରେ ପରାସ୍ତ ହେବୁ ନାହିଁ ଏ ବକ୍ତବ୍ୟ ପ୍ରଦାନ କରି ସେମାନେ ସ୍ପଷ୍ଟ କରିଦେଇଛନ୍ତି ଯେ ଆଜିର ଯୁଦ୍ଧ କ୍ଷେତ୍ରରେ ବିଜୟର ଭାବଧାରା ଆମ ନିକଟକୁ ଆସିବ, ସେ ଯେଉଁ ପାର୍ଶ୍ୱରେ ଥାଆନ୍ତୁ ନା କାହିଁକି। ଅର୍ଥାତ୍ ସେ ପାଣ୍ଡବ ପକ୍ଷ ଚିନ୍ତା କରୁଛନ୍ତି ସେମାନେ ବିଜୟ ଲାଭ କରିବେ, କୌରବ ପକ୍ଷ ଚିନ୍ତା କରୁଛନ୍ତି ସେମାନେ ବି ବିଜୟ ଲାଭ କରିବେ। ତେଣୁ ସେମାନଙ୍କର ଆଶ୍ୱାସନାର ବିଷୟ ତାଙ୍କ ମାନସିକ ସ୍ଥିତିକୁ ଦୃଢ଼ କରିସାରିଛି। ଅତ୍ର ସୁରାଃ ମହେଶ୍ୱାସାଃ ଭୀମାର୍ଜୁନ ସମାଯୁଧି ଭୀମ କହିଲେ ବଳଙ୍କର ପୁତ୍ର କୁନ୍ତୀଙ୍କ ନିକଟରୁ ଜନ୍ମ ହୋଇଥିବା ଦ୍ୱିତୀୟ ପାଣ୍ଡବ, ଶାରୀରିକ କ୍ଷମତାରେ ପ୍ରଚୁର ମାତ୍ରାକୁ ଗ୍ରହଣ କରିଥିବା, ପ୍ରଖର ଭାବକୁ ଧାରଣ କରିଥିବା, ଶତ୍ରୁମାନଙ୍କ ନିକଟରେ କୌଣସି ପ୍ରକାର ଅବଦମନର ଭାବକୁ ଗ୍ରହଣ କରିନଥିବା ଦ୍ୱିତୀୟ ପାଣ୍ଡବ ଭୀମ, ଯାହାଙ୍କୁ ଅନ୍ୟାନ୍ୟ ସମୟରେ ବି ପରିଚିତ ହେବାକୁ ଆମେ ପ୍ରାୟତଃ ଲାଭ କରିଥାଉ। ଘଟୋତ୍କଚଙ୍କର ପିତା, ଯିଏକି ହିଡ଼ିମ୍ବାକୁ ବିବାହ କରିଥିଲେ ଅରଣ୍ୟ ଭିତରେ, ଯେହେତୁ ହିଡ଼ିମ୍ବା ତାଙ୍କର କୌଣସି ରାଜକୀୟ ବଂଶରେ ନଥିଲେ ବି ନାମକ ନାରୀକୁ ବିବାହ କରିଥିଲେ ଭୀମ, ଆଉ ତାଙ୍କ ନିକଟରୁ ଜନ୍ମ ହୋଇଥିଲେ ଘଟୋତ୍କଚ, ସେ ହେଉଛନ୍ତି ଭୀମ। ତେଣୁ ଭୀମାର୍ଜୁନ ସମାଯୁଧି ଭୀମ ଅର୍ଜୁନଙ୍କ ସହିତ ସମକକ୍ଷ ହୋଇଥିବା, ସମାନ ହୋଇଥିବା ଯୋଦ୍ଧାମାନେ ସବୁ ଉପସ୍ଥିତ ହୋଇଗଲେଣି। ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧର ଆୟୋଜନରେ ପରସ୍ପର ସହିତ ଶତ୍ରୁଙ୍କୁ ସମ୍ମୁଖୀନ ହେବାର ଚିନ୍ତାଧାରା ଭିତରେ ସେମାନେ ସବୁ ପହଞ୍ଚି ଯାଇ ସାରିଲେଣି। ପାଣ୍ଡବ ପକ୍ଷର ସୈନ୍ୟମାନେ ଆସି ସାରିଲେଣି, କୌରବ ପକ୍ଷର ସୈନ୍ୟମାନେ ମଧ୍ୟ ଆସି ସାରିଲେଣି। ସେମାନେ ସମସ୍ତେ ପହଞ୍ଚି ସାରିଲେଣି। ନିଜ ନିଜର ଆୟୋଜନକୁ ନେଇ, ନିଜ ନିଜର ସୁସଜ୍ଜିତ ବ୍ୟବସ୍ଥାକୁ ନେଇ, ସୈନ୍ୟ ସାମନ୍ତମାନଙ୍କର ଉପସ୍ଥିତିକୁ ନେଇ ଯୁଦ୍ଧ କ୍ଷେତ୍ରରେ ସେମାନେ ଉପସ୍ଥିତ ହୋଇସାରିଲେଣି। ଅତ୍ର ସୁରାଃ ମହେଶ୍ୱାସାଃ ଭୀମାର୍ଜୁନ ସମାଯୁଧି ଯୁଯୁଧାନ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥାଃ। ଯୁଯୁଧାନ, ଆଉ ଜଣେ ଯୋଦ୍ଧା ତା ଭିତରେ ଅଛନ୍ତି, ସେ ଯୋଦ୍ଧାଙ୍କର ନାଁ ହେଉଛି ଯୁଯୁଧାନ। ସେ ହେଉଛନ୍ତି ସାତ୍ୟକୀ। ସିନି ହେଉଛନ୍ତି ତାଙ୍କର ବାପା, ଯିଏ ହେଉଛନ୍ତି ଅର୍ଜୁନଙ୍କର ପରମ ଶିଷ୍ୟ। ପ୍ରାୟତଃ ଅନେକ ସଂଯୋଜିତ ପୁରୁଷମାନଙ୍କର ବର୍ଣ୍ଣନା ଏଠି ଦେଖିବାକୁ ମିଳେ, ଯେଉଁମାନେ ପରସ୍ପର ସହିତ ସଂଯୋଜିତ, ସମ୍ମିଳିତ, ଯେଉଁମାନେ ଗୁରୁ ଶିଷ୍ୟ କ୍ରମରେ ଏ ଯୁଦ୍ଧ କ୍ଷେତ୍ରକୁ ଉପସ୍ଥିତ ହେବା ପାଇଁ ଚେଷ୍ଟା କରିଛନ୍ତି, ଯୁଦ୍ଧ କ୍ଷେତ୍ର ଭିତରକୁ ଯାଇଛନ୍ତି, ନିଜର ବୀରତ୍ୱକୁ, ନିଜର ପରାକ୍ରମକୁ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା ବି କରିଛନ୍ତି, ଯାହାଫଳରେ ସେମାନେ ସେ ଯୁଦ୍ଧ କ୍ଷେତ୍ର ଭିତରେ ନିଜର ଆଧିକ୍ୟକୁ, ନିଜର ବୀରତ୍ୱକୁ ପ୍ରଦର୍ଶନ କରିବାର ପ୍ରକ୍ରିୟାକୁ ସେମାନେ ଧାରଣ ବି କରିଛନ୍ତି। ସେମାନଙ୍କ ଭିତରୁ ଯୁଯୁଧାନ ହେଉଛନ୍ତି ଅନ୍ୟତମ। ତେଣୁ ଯୁଯୁଧାନ ବିରାଟଶ୍ଚ, ପୁଣି ତା ଭିତରେ ଆଉ କିଏ ଅଛନ୍ତି ନା ବିରାଟ ବି ଅଛନ୍ତି, ମତ୍ସ୍ୟ ଦେଶର ରାଜା। ସିଏ ରାଜକୀୟ ପ୍ରବୃତ୍ତିକୁ ଧାରଣ କରିଛନ୍ତି କିଚକ ବଳରେ। କିଚକ ନାମକ ଏକ ଚରିତ୍ର, ମହାଭାରତ ଅନ୍ତର୍ଗତ ଚରିତ୍ର, ତା ବଳରେ ବିରାଟ ନିଜ ରାଜକୀୟ ପ୍ରବୃତ୍ତିକୁ ଧାରଣ କରିଛନ୍ତି। ବିରାଟ ନିଜ ରାଜା ଆକାରରେ ସ୍ୱୀକୃତ ହୋଇଛନ୍ତି ଏବଂ ତାଙ୍କ ରାଜ୍ୟର ନାଁ ହେଉଛି ମତ୍ସ୍ୟ। ତେବେ ପ୍ରସଙ୍ଗ ହେଉଛି, ଯେତେବେଳେ ଦୁର୍ଯ୍ୟୋଧନ ନିକଟରୁ ପରାସ୍ତ ହୋଇଯାଆନ୍ତି ଦ୍ୟୁତ କ୍ରୀଡ଼ାରେ ପାଣ୍ଡବ ପକ୍ଷର ପୁତ୍ରମାନେ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବମାନେ ପରାସ୍ତ ହୋଇଯାଆନ୍ତି, ଦୁର୍ଯ୍ୟୋଧନ ସେମାନଙ୍କ ନିକଟରେ ସର୍ତ୍ତ ରଖନ୍ତି। ଯେହେତୁ ପଶା ଖେଳରେ ଦ୍ୟୁତ କ୍ରୀଡ଼ାରେ ତୁମମାନେ ପରାସ୍ତ ହେଲ, ସେଥିପାଇଁ ତୁମମାନଙ୍କୁ ଦଣ୍ଡ ସ୍ୱରୂପ ଦିଆଗଲା 1 ବର୍ଷ ପର୍ଯ୍ୟନ୍ତ ଅଜ୍ଞାତବାସ କରିବ, ଅରଣ୍ୟ ଭିତରେ ରହିବ, କେହି ଯେମିତି ତୁମକୁ ଦେଖିଲେ ଚିହ୍ନି ପାରିବେ ନାହିଁ। ପାଣ୍ଡବମାନେ ତାହା ଗ୍ରହଣ କରନ୍ତି। ଯଦି କେହି ତୁମକୁ ଜାଣିପାରିଲେ ବା ଚିହ୍ନି ପାରିଲେ, ତାହେଲେ ତୁମମାନଙ୍କର ଅଜ୍ଞାତବାସ ଆହୁରି ଅନେକ ଦିନ ପର୍ଯ୍ୟନ୍ତ, ଆହୁରି 1 ବର୍ଷ ପର୍ଯ୍ୟନ୍ତ ବଢ଼ିଯିବ। ଅତଏବ ଏହି ସର୍ତ୍ତକୁ ପୂରଣ କରିବା ପାଇଁ ମତ୍ସ୍ୟ ଦେଶର ରାଜା ବିରାଟଙ୍କ ରାଜଧାନୀରେ, ବିରାଟଙ୍କ ରାଜଗୃହରେ ଆଶ୍ରୟ ନିଅନ୍ତି ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ। ସୈରିନ୍ଦ୍ରୀ ପାଖରୁ ଆରମ୍ଭ କରି, ବୃହନ୍ନଳା ପାଖରୁ ଆରମ୍ଭ କରି, ଅନ୍ତଃଶାଳର ବା ରାଜଶାଳର ରୋଷେଇ ଘର ପର୍ଯ୍ୟନ୍ତ ଦାୟିତ୍ୱ ନେଇଥିବା এই 5 ଭାଇ ଯାଇ ଏକାଠି ହୁଅନ୍ତି ଏବଂ ସେମାନେ ନିଜକୁ ଅଜ୍ଞାତବାସରେ ରଖିବା ପାଇଁ ଚେଷ୍ଟା କରନ୍ତି। ତେଣୁ ସେଇଠି ବିରାଟ ରାଜା ମଧ୍ୟ ମହାଭାରତ ଯୁଦ୍ଧରେ ଉପସ୍ଥିତ ହୋଇ କୌରବମାନଙ୍କ ପକ୍ଷରୁ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।
ଯେଉଁମାନଙ୍କ ଘରେ ଏମାନେ ଆଶ୍ରୟ ନେଇଥିଲେ ସେମାନଙ୍କ ପାଖରେ ବର୍ତ୍ତମାନ ଏ ବିରାଟ ଉପସ୍ଥିତ ହୋଇଛନ୍ତି ଯୁଯୁଧାନ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥାଃ। ତେଣୁ ବିରାଟ ରାଜାଙ୍କର ଉପସ୍ଥିତ ମଧ୍ୟ ଏଥିରେ ଦେଖିବାକୁ ମିଳୁଛି। ସିଏ ବି ଅଂଶଗ୍ରହଣ କରିଛନ୍ତି ଯୁଦ୍ଧରେ, ମତ୍ସ୍ୟଦେଶର ରାଜା। କାରଣ ସେ ସମୟରେ ଭାରତବର୍ଷର ପାଞ୍ଚାଳ ଆଦି ଯେଉଁ ରାଜ୍ୟ ସବୁ ଥିଲା, 16 ମହାଜନପଦ, ଭାରତବର୍ଷର ଭୌଗୋଳିକ ପରିସ୍ଥିତିରେ ବିଭିନ୍ନ ଉପରେ ବିଭାଜିତ ହୋଇଥିବା ରାଜ୍ୟମାନଙ୍କୁ ଶାସନ କରୁଥିବା ରାଜାମାନେ ସେଠି ଉପସ୍ଥିତ ହୋଇସାରିଲେଣି ଏବଂ ତା ଭିତରେ ବିରାଟ ମଧ୍ୟ ପହଞ୍ଚି ସାରିଛନ୍ତି। ତା ସହିତ ଦ୍ରୁପଦମାନେ ମଧ୍ୟ ପହଞ୍ଚି ସାରିଛନ୍ତି। କହିଲେ ଦ୍ରୌପଦୀଙ୍କର ଯେଉଁ 5 ପୁତ୍ର ପ୍ରତିବନ୍ଧ୍ୟ, ଶ୍ରୁତ ସୋମ, ଶ୍ରୁତକର୍ମା, ଶ୍ରୁତସେନ, ଏମାନେ ବିଭିନ୍ନ ଉପାୟରେ ଦ୍ରୌପଦୀଙ୍କ ବିଭିନ୍ନ ଉପାୟରେ ନାମିତ ହୋଇଥିଲେ ବି, ବିଭିନ୍ନ କ୍ରମରେ ଏମାନଙ୍କର ନାମ ଗ୍ରହଣ କରାଯାଇଥିଲେ ବି ଏମାନେ ସମସ୍ତେ ଯୁଦ୍ଧଭୂମି ଭିତରେ ଉପସ୍ଥିତ ହୋଇସାରିଛନ୍ତି। କେଉଁମାନେ ସେମାନେ? ପ୍ରତିବିନ୍ଧ୍ୟ। କହିଲେ ଶରକୁ ବନ୍ଧନ ତିଆରି କରି ଦୂରକୁ ପ୍ରକ୍ଷେପଣ କରିବାରେ ଯୋଗ୍ୟତା ଯାହାଙ୍କର ଥିଲା, ପୁଣି ଶ୍ରୁତ ସୋମ, କହିଲେ ସୋମ ନାମକ ବିଷୟକୁ, ଚନ୍ଦ୍ରଙ୍କୁ ଗ୍ରହଣ କରିବାର ଯୋଗ୍ୟତା ଯାହାଙ୍କ ନିକଟରେ ଥିଲା, କାରଣ ଚନ୍ଦ୍ରଙ୍କର ଅନ୍ୟ ନାମ ହେଉଛି ସୋମ, ସୋମଙ୍କୁ ଗ୍ରହଣ କରିବାର ବ୍ୟବସ୍ଥା ଯାହାଙ୍କ ନିକଟରେ ଥିଲା ଶ୍ରୁତ ସୋମ। ଶ୍ରୁତ କର୍ମା, ବେଦର ଅନ୍ୟ ନାଁ ହେଉଛି ଶ୍ରୁତ, ତଦନୁଯାୟୀ କାର୍ଯ୍ୟ କରିବାର କ୍ଷମତା ଯାହାଙ୍କ ନିକଟରେ ଥିଲା ଶ୍ରୁତ କର୍ମା। ପୁଣି ଶତାନିକ ଏବଂ ଶ୍ରୁତସେନ, ଏମାନେ ସବୁ ଦ୍ରୌପଦୀଙ୍କ ପୁତ୍ର ଆକାରରେ ପରିଚିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏମାନେ ମହାଭାରତ ଯୁଦ୍ଧ ଭିତରେ ରାତିରେ ଶୋଇଥିଲା ବେଳେ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଅଶ୍ୱତ୍ଥାମା ଏମାନଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଥିଲେ। ତେଣୁ ଦ୍ରୁପଦଶ୍ଚ ମହାରଥାଃ, ମହାରଥ ହୋଇଥିଲେ ଏମାନେ। କହିଲେ ଏମାନଙ୍କର ଶୌର୍ଯ୍ୟ, ଏମାନଙ୍କର ବୀରତ୍ୱ, ଏମାନଙ୍କର ପରିଚୟ ବହୁ ପରିମାଣରେ ଅଧିକ ଥିଲା। ଏମାନେ ସମସ୍ତେ ଯୁଦ୍ଧ କ୍ଷେତ୍ରରେ ନିଜକୁ ଉପସ୍ଥାପିତ କରିବା ପାଇଁ ଯୋଗ୍ୟ ହୋଇସାରିଥିଲେ। ତଦନୁଯାୟୀ ସେମାନଙ୍କର ଯୋଗ୍ୟତା ଅନୁସାରେ ଏମାନେ ମହାଭାରତ ଯୁଦ୍ଧରେ ଏକାଠି ହୋଇଥିଲେ। ଏକାଠି ହୋଇକରି ଯୁଦ୍ଧ କରିବା ପାଇଁ ପାଣ୍ଡବମାନଙ୍କ ପକ୍ଷରୁ, ପାଣ୍ଡବମାନଙ୍କ ତରଫରୁ ଏମାନେ ଯୁଦ୍ଧ କରିବା ପାଇଁ ନିଜକୁ ଜାଗ୍ରତ କରିସାରିଥିଲେ। ସେଥିପାଇଁ ଏ ଶ୍ଲୋକକୁ ଆଉ ଥରେ ଅଧ୍ୟୟନ କରିକି ତା ଭିତରୁ ଆଉ ଯଦି କିଛି ଅର୍ଥ ଆମେ ନିର୍ଗତ କରିବା ପାଇଁ ଚେଷ୍ଟା କରିବା। ଅତ୍ର ସୁରାଃ ମହେଶ୍ୱାସାଃ, ଏଠାରେ ଯେଉଁମାନେ ଏକାଠି ହୋଇଛନ୍ତି ସମସ୍ତେ ସୁର, ସମସ୍ତେ ବୀର, ସମସ୍ତେ ଧୁରନ୍ଧର, ସମସ୍ତେ ଯୁଦ୍ଧ କ୍ଷେତ୍ରରେ ସଦା ଜାଗ୍ରତ ଏବଂ ପ୍ରସ୍ତୁତ। ଅତ୍ର ସୁରାଃ ମହେଶ୍ୱାସାଃ, ଆଶ୍ୱାସନା ବି ପ୍ରଦାନ କରୁଛନ୍ତି। କେହି ଏ ଯୁଦ୍ଧ କ୍ଷେତ୍ରରୁ ପରାସ୍ତ ହୋଇକି ଫେରିବେ ନାହିଁ। ବୀରପୁରୁଷମାନଙ୍କର ଧୈର୍ଯ୍ୟ ଅଛି, ବୀରପୁରୁଷମାନଙ୍କର ବୀରତ୍ୱ ଅଛି। ସେମାନେ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଛନ୍ତି ଅର୍ଥ ସେମାନେ ମହାନ ଆଶ୍ୱାସନା ନେଇକି ପହଞ୍ଚିଛନ୍ତି। ସେମାନଙ୍କ ମନରେ ଧୈର୍ଯ୍ୟ ଅଛି, ଶୌର୍ଯ୍ୟ ଅଛି, ବୀରତ୍ୱ ଅଛି। ଯୁଦ୍ଧ କ୍ଷେତ୍ର ସେମାନଙ୍କ ପାଇଁ ପରାସ୍ତର କାରଣ ନୁହେଁ। ସେମାନେ ଜୟଗାନ କରି ଏଠୁ ଫେରିବେ, ବିଜୟର ବୈଜୟନ୍ତୀ ନେଇକି ଫେରିବେ। ଭୀମାର୍ଜୁନ ସମାଯୁଧି, ବଳପୁତ୍ର ଭୀମ ବି ଅଛନ୍ତି, ଆଖଣ୍ଡଳଙ୍କର ପୁତ୍ର ଇନ୍ଦ୍ର ବି ଅଛନ୍ତି। ଆଖଣ୍ଡଳ ଇନ୍ଦ୍ରଙ୍କର ପୁତ୍ର ଅର୍ଜୁନଙ୍କର ପ୍ରତିନିଧିତ୍ୱ ଆକାରରେ ଯୁଦ୍ଧ କ୍ଷେତ୍ରରେ ସିଏ ଉପସ୍ଥିତ ଅଛନ୍ତି ବୋଲି କହିବାକୁ ହେବ। ଇନ୍ଦ୍ର ଅଛନ୍ତି ଏହି ଅର୍ଥରେ ଗ୍ରହଣ କରିବା, ଯେହେତୁ ତାଙ୍କର ପୁତ୍ର ଯାଇକି ଯୁଦ୍ଧ କ୍ଷେତ୍ରରେ ଅଛନ୍ତି ଅର୍ଜୁନ, ତେଣୁ ଅର୍ଜୁନଙ୍କର ଉପସ୍ଥିତିରେ ଇନ୍ଦ୍ରଙ୍କର ଉପସ୍ଥିତିକୁ ମଧ୍ୟ ସେଠି କେତେକାଂଶରେ ଗ୍ରହଣ କରିବାକୁ ପଡ଼ିବ। ଯଦିଓ ଶାରୀରିକ ସ୍ଥିତିରେ ଇନ୍ଦ୍ର ନାହାନ୍ତି, ତଥାପି ଇନ୍ଦ୍ରଙ୍କର ଉପସ୍ଥିତି, ଇନ୍ଦ୍ରଙ୍କର ଔରସରୁ ଜାତ ହୋଇଥିବା ଇନ୍ଦ୍ରଙ୍କର ପୁତ୍ର ଆଖଣ୍ଡଳଙ୍କର ପୁତ୍ର ଅର୍ଜୁନ ସେ ଭିତରେ ଅଛନ୍ତି। ଭୀମାର୍ଜୁନ ସମାଯୁଧି, ଯୁଯୁଧାନଃ ବିରାଟଶ୍ଚ, ଯୁଯୁଧାନ ଅନ୍ୟ ଅର୍ଥରେ ସେ ହେଉଛନ୍ତି ସାତ୍ୟକୀ, ରାଜା ସିନିଙ୍କର ପୁତ୍ର, ଅର୍ଜୁନଙ୍କର ଶିଷ୍ୟ। କୃଷ୍ଣଙ୍କ ରଥକୁ ଜାଗ୍ରତ ଉପାୟରେ ସୁରକ୍ଷିତ କରିବା ପାଇଁ ତାଙ୍କୁ ନିଯୁକ୍ତ କରାଯାଇଥିଲା। ଅତଏବ ସିଏ ନିଯୁକ୍ତିର ଭାର ସେଠି ସେ ଗ୍ରହଣ କରିଥିଲେ। ଯୁଯୁଧାନ ବିରାଟ ମତ୍ସ୍ୟଦେଶର ରାଜା, ଏମାନେ ସବୁ ମହାଭାରତର ଚରିତ୍ର ଆକାରରେ ଉପସ୍ଥାପିତ ହୋଇ ସୂଚିତ କରିଦିଅନ୍ତି। ରାଜା ହୁଅନ୍ତୁ, ପ୍ରଜା ହୁଅନ୍ତୁ, ସାଧାରଣ ଲୋକ ହୁଅନ୍ତୁ, ଅସାଧାରଣ ଲୋକ ହୁଅନ୍ତୁ, ଯୋଗୀ ହୁଅନ୍ତୁ କି ଭୋଗୀ ହୁଅନ୍ତୁ, ଏ ସଂସାରରେ ଯାହା ପରିଚାଳିତ ହେବା କଥା, ଯାହା ନୀତି ନିୟମର ଯାହା ପରିଚାଳନ, ଯାହା ଏଠି ସତ୍, ତାହା ଏଠି ସତ୍ୟ ହିଁ ହେଇକି ରହିବ। ସତର ସବୁବେଳେ ବିଜୟ ଘଟିବ। ଯୁଦ୍ଧ ଅହଙ୍କାରର ବିଜୟ ଏଠି ଘଟିବ ନାହିଁ। ଯେଉଁମାନେ ଅହଂଭାବ ସମ୍ପନ୍ନ, ଦୁର୍ଯ୍ୟୋଧନ ହେଉଛନ୍ତି ତାର ଉଦାହରଣ। ଯେଉଁମାନେ ଅହଂଭାବ ସମ୍ପନ୍ନ, ଯେଉଁମାନଙ୍କ ମନ ଭିତରେ ମିଥ୍ୟା ଅହଙ୍କାର ଅଛି, ଯେଉଁମାନେ ନିଜକୁ ବିଶାଳ ବୀର ଆକାରରେ ପ୍ରତିଷ୍ଠିତ କରିବା ପାଇଁ ଇଚ୍ଛା କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଏତେ ଗୁଣସମ୍ପନ୍ନ ନୁହନ୍ତି,
ସେମାନଙ୍କର ବିଜୟ ଘଟିବ ନାହିଁ। ଏହା ଶେଷରେ ଉପସ୍ଥାପିତ ହୋଇଯିବ, ଏହା ଚିତ୍ରିତ ବି ହୋଇଯିବ, ଏହା ସୂଚିତ ହୋଇଯିବ। ତେଣୁ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥାଃ, ଯୁଯୁଧାନ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥାଃ। ଦ୍ରୌପଦୀଙ୍କର ଯେଉଁ 5 ପୁତ୍ର ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କ ଔରସରୁ ଜନ୍ମ ହୋଇଥିବା ଶ୍ରୁତକର୍ମା, ପ୍ରତିବିନ୍ଧ୍ୟ, ସୁତ ସୋମ, ଦ୍ରୁପଦ ରାଜାଙ୍କ ପାଖରୁ ଜନ୍ମ ହୋଇଥିବା କନ୍ୟା ଆକାରରେ ପରିଚିତ ଥିଲେ ଦ୍ରୌପଦୀ। କୃଷ୍ଣ ବର୍ଣ୍ଣର ଯଜ୍ଞ କୁଣ୍ଡ ଭିତରୁ ଯେହେତୁ ତାଙ୍କର ନିର୍ମାଣ ଘଟିଲା, ସେଥିପାଇଁ ତାଙ୍କର ପ୍ରଥମ ନାମକରଣ ସେତେବେଳେ କରାଯାଇଥିଲା କୃଷ୍ଣ। ତେଣୁ ଦ୍ରୁପଦ ରାଜାଙ୍କ ପାଖରୁ ଦ୍ରୌପଦୀ, ଦ୍ରୌପଦୀଙ୍କ ପାଖରୁ ଯେଉଁମାନେ ତିଆରି ହେଲେ ସେମାନେ ଦ୍ରୁପଦ। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କ କ୍ରମରେ 5 ଜଣଙ୍କର ନିର୍ମାଣ ଘଟିଲା। ସେହି 5 ଜଣଙ୍କୁ ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରରେ ସମ୍ମିଳିତ ହେବାର ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଅଛି। ଓଂ ତତ୍ସତ୍ ଇତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମ ବିଦ୍ୟାୟାं ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ अर्जुन विषाद योगे चतुर्थ श्लोकस्य श्रवणं श्रावणम् अध्ययनम् अध्यापनं पठनं पाठनं च समाप्तम्। ओम शांति ओम शांति ओम शांति। नमस्कार।